ରାତିରେ ଜନ୍ମ ହୋଇଥିବା ଲୋକମାନେ ହୋଇଥାନ୍ତି ବହୁତ ଖାସ୍। ଆପଣମାନଙ୍କର ଜନ୍ମ ରାତିରେ ହୋଇଛି କି? ତାହେଲେ ଆପଣମାନେ ଜାଣି ରଖନ୍ତୁ, ଆପଣମାନେ ହେଉଛନ୍ତି ଏ ଦୁନିଆ ପାଇଁ, ଏ ପୃଥିବୀ ପୃଷ୍ଠ ପାଇଁ ବହୁତ ଖାସ୍। କ'ଣ ଆପଣମାନେ ଖାସ୍? ଏହି ଅଦ୍ଭୁତ ବିଶେଷତ୍ୱ ତାଙ୍କୁ ଜନ୍ମ ସହିତ ହିଁ ମିଳିଯାଇଥାଏ। ଆପଣଙ୍କ ମଧ୍ୟରେ ନିଶ୍ଚିନ୍ତ ନା କେହି ରାତିରେ ଜନ୍ମଗ୍ରହଣ କରିଥିବେ, ଆଉ ଯେଉଁମାନେ ରାତିରେ ଜନ୍ମଗ୍ରହଣ କରିଥିବେ ସେମାନଙ୍କୁ ନିଶ୍ଚିନ୍ତ ଭାବରେ କିଛି ନା କିଛି ବିଶେଷତ୍ୱ ମିଳିଥିବ। ଜାଣିବା କ'ଣ ସେହି ସବୁ ବିଶେଷତ୍ୱ ଆଜିର ଏହି ଭିଡ଼ିଓ ମାଧ୍ୟମରେ। କୌଣସି ମନୁଷ୍ୟର ଜନ୍ମ ଭଗବାନଙ୍କ ଦ୍ୱାରା ନିଶ୍ଚିନ୍ତ କରାଯାଇଥିବା ସମୟରେ ହିଁ ହୋଇଥାଏ। ଛୋଟ ପିଲା ରୂପରେ ମାନବ ଏହି ଦୁନିଆକୁ ଆସିଥାଏ। ଏହି ଦୁନିଆରେ କେବେ ଓ କାହାର ଆଗମନ ହେବ ଏହା କେବଳ ଭଗବାନ ହିଁ ନିଶ୍ଚିନ୍ତ କରିପାରିବେ। ଜନ୍ମ ଓ ମୃତ୍ୟୁ ଈଶ୍ୱରଙ୍କ ହାତରେ ଅଛି। ହିନ୍ଦୁ ଶାସ୍ତ୍ରକୁ ମାନିଲେ ଭଗବାନ ମାନବର ଜନ୍ମ ସହିତ ହିଁ ତାହାର ଭାଗ୍ୟ ଲେଖିଦେଇଥାନ୍ତି, ଯାହାକି ଆମ ସହିତ ଘଟିଯାଇଥାଏ। ଆମର ଯେତେବେଳେ ଜନ୍ମ ହୋଇଥାଏ ଆଉ ଜନ୍ମ ହେବା ପରେ ଆମର ପ୍ରତ୍ୟେକ କର୍ମ ଭଗବାନ ଲେଖିଦେଇଥାନ୍ତି। ଆମ ଜୀବନରେ ଆମେ କ'ଣ କରିବା, ଆମ ସହିତ କ'ଣ ଘଟିବ, ଆଗକୁ ଯାଇ ଭବିଷ୍ୟତରେ ଆମେ କ'ଣ ହୋଇପାରିବା, ଆମେ ଆମ ପରିବାର ପାଇଁ କ'ଣ କରିପାରିବା, ଭଗବାନ ସବୁକିଛି ଆମ ପାଇଁ ଲେଖିକିରି ଆମକୁ ପୃଥିବୀ ପୃଷ୍ଠକୁ ପଠେଇଥାନ୍ତି, ଯାହାଦ୍ୱାରା କି ଆମେ ସେହି ସବୁ କାମକୁ ପୃଥିବୀ ପୃଷ୍ଠରେ ଆସି ପୂରଣ ମଧ୍ୟ କରିଥାଉ। ବୈଜ୍ଞାନିକଙ୍କ ଅନୁସାରେ ଏହି ଦୁନିଆରେ ଭଗବାନଙ୍କର କୌଣସି ଅସ୍ତିତ୍ୱ ନାହିଁ, କିନ୍ତୁ ବେଳେବେଳେ କିଛି ଏମିତି ଚମତ୍କାର ହୋଇଯାଏ ଯାହା ବିଷୟରେ ମନୁଷ୍ୟ କେବେ ବି କଳ୍ପନା କରିନଥାଏ। ଏହା ତ ସମସ୍ତେ ଜାଣିଛନ୍ତି କି ଏକ ଶିଶୁର ଜନ୍ମ କୌଣସି ସମୟରେ ବି ହୋଇପାରେ, କିନ୍ତୁ କ'ଣ ଆପଣ ଏହି କଥା ଦ୍ୱାରା ପରିଚିତ ଅଛନ୍ତି କି ରାତି ସମୟରେ ଯଦି କୌଣସି ଶିଶୁର ଜନ୍ମ ହୋଇଥାଏ ତେବେ ତାଙ୍କ ମଧ୍ୟରେ କିଛି ବିଶେଷ ଗୁଣ ରହିଥାଏ। ତେବେ ଆସନ୍ତୁ ଜାଣିବା କ'ଣ ଅଟେ ସେହି ବିଶେଷ ଗୁଣଗୁଡ଼ିକ ସବୁ। ଯେଉଁମାନଙ୍କର ଜନ୍ମ ରାତି ସମୟରେ ହୋଇଥାଏ ସେମାନେ ବହୁତ ଦାୟିତ୍ୱବାନ ହୋଇଥାନ୍ତି। କୌଣସି କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ସେମାନେ ବହୁତ ଭାବି ବିଚାରି କରନ୍ତି। ସେମାନେ ଜଲ୍ଦିରେ କୌଣସି ନିର୍ଣ୍ଣୟ ନିଅନ୍ତି ନାହିଁ। ସାଙ୍ଗମାନେ, ଆପଣମାନଙ୍କ ଘରେ ଯଦି କେହି ରାତିରେ ଜନ୍ମଗ୍ରହଣ କରିଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ତାଙ୍କ ସହିତ ଆପଣମାନେ ମିଶିକିରି ଦେଖନ୍ତୁ। ଯେତେବେଳେ ବି ସେ ଯାହା ବି କାମ କରିବା ପାଇଁ ଚାହୁଁଛନ୍ତି ସର୍ବପ୍ରଥମେ ସେ କାମଟିକୁ ଭଲ ଭାବରେ ଚିନ୍ତା କରିବେ କି ମୁଁ ଏ କାମଟା କରିବା ଠିକ୍ ହେବ କି ଭୁଲ ହେବ। ତାଙ୍କଠାରୁ ଯିଏ ବୟସରେ ବଡ଼ ତାଙ୍କୁ ସେମାନେ ନିଶ୍ଚିନ୍ତ ଭାବରେ ପଚାରିବେ। ବୁଝି ବିଚାରି ସେମାନେ ସେ କାମ କରିବେ କି ନ କରିବେ, ତାପରେ ସେମାନେ ସବୁ କଥା ଚିନ୍ତା କରି ଆଗକୁ ବଢ଼ିବେ। କିନ୍ତୁ ଯେଉଁମାନେ ଅଲଗା ସମୟରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ କିଛି ବି ଚିନ୍ତା କରନ୍ତି ନାହିଁ। ସେମାନେ ଭାବନ୍ତି ଆମେ ଆମ କାମକୁ ଆରମ୍ଭ କଲେ ଭଗବାନ ଆମ ସାଥ ଦେବେ। କିନ୍ତୁ ଭଗବାନ ସମସ୍ତଙ୍କର ସାଥ ଦେବେ, ଭଗବାନ ତୁମର ମଧ୍ୟ ସାଥ ଦେବେ। କିନ୍ତୁ ଯଦି ତୁମେମାନେ ତୁମ କାମକୁ ସୁରୁଖୁରୁର ସହିତ କରୁଛ, ଭଲରେ କରୁଛ, ସ୍ରଷ୍ଟାର ସହିତ କରୁଛ, ଭଲ ମନୋଭାବ ଦେଇ କରୁଛ, ତାହେଲେ ନିଶ୍ଚିନ୍ତ ଭାବରେ ସମସ୍ତଙ୍କ କାମ ସଫଳ ହୋଇଥାଏ। ସେ ରାତିରେ ଜନ୍ମଗ୍ରହଣ କରିଥାଉ ବା ଦିନରେ ଜନ୍ମଗ୍ରହଣ କରିଥାଉ, ସମସ୍ତଙ୍କ କର୍ମ ଭଗବାନ ନିଶ୍ଚିନ୍ତ ସଫଳ କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି। ରାତିରେ ଜନ୍ମ ନେଇଥିବା ଲୋକମାନେ ଖୋଲା ଆଖିରେ ସ୍ୱପ୍ନ ଦେଖିବାରେ ବିଶ୍ୱାସ ରଖନ୍ତି। କେବଳ ସ୍ୱପ୍ନ ଦେଖନ୍ତି ନାହିଁ, ତାହାକୁ ପୂରା କରିବାରେ ମଧ୍ୟ ବିଶ୍ୱାସ ରଖନ୍ତି। ସାଙ୍ଗମାନେ, ଯେଉଁମାନେ ରାତିରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କର ମନରେ ବହୁତ ଅଧିକ ସ୍ୱପ୍ନ ଥାଏ, ଆଉ ସେମାନେ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନ ପଛରେ ଲାଗି ପଡ଼ିଥାନ୍ତି। ଆଉ ସେମାନେ ତାଙ୍କର ସେହି ସ୍ୱପ୍ନକୁ ପୂରା କରି ମଧ୍ୟ ଦେଖାଇଥାନ୍ତି। ଆଉ ତାଙ୍କ ସ୍ୱପ୍ନ ଗୋଟିଏ ସମୟରେ ପୂରା ମଧ୍ୟ ହୋଇଥାଏ।
କାରଣ ସେମାନେ ନିଷ୍ଠାର ସହିତ ସେମାନଙ୍କର ସ୍ୱପ୍ନର ପଛରେ ସେମାନେ ଗୋଡ଼େଇଥାନ୍ତି, ଯାହାଦ୍ୱାରା କି ଗୋଟିଏ ସମୟରେ ତାଙ୍କ ସ୍ୱପ୍ନ ମଧ୍ୟ ହକିକତରେ ବଦଳି ଯାଇଥାଏ, ସତରେ ବଦଳି ଯାଇଥାଏ। ଯେଉଁମାନେ ରାତିରେ ଜନ୍ମ ହୋଇଥାନ୍ତି ସେମାନେ କୌଣସି କାର୍ଯ୍ୟ ପୂରା କରିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ଓ ସେତେବେଳେ ପର୍ଯ୍ୟନ୍ତ ହାର ମାନନ୍ତି ନାହିଁ ଯେତେବେଳେ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ସଫଳ ନ ହୋଇଯାଇଛି। ସାଙ୍ଗମାନେ, ଆପଣମାନେ କ'ଣ କରିଥାନ୍ତି ନା ଆପଣମାନେ ଯେକୌଣସି ବି ଗୋଟିଏ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥାନ୍ତି, ଆପଣମାନେ ସେଥିରେ ହାର ମାନି ଯାଇଥାନ୍ତି, ସେ କାମଟିକୁ ଆପଣମାନେ ଅଧାରେ ଛାଡ଼ି ଦେଇଥାନ୍ତି। କିନ୍ତୁ ଯେଉଁମାନେ ରାତ୍ରି କାଳରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ସେମାନଙ୍କର ମନ ଭିତରୁ ବହୁତ ଜିଦ୍ଦି ହୋଇଥାନ୍ତି। ସେମାନେ ସେମାନଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ଆଉ ସେମାନେ ସେମାନଙ୍କର ଲକ୍ଷ୍ୟସ୍ଥଳରେ ନିଶ୍ଚିତ ଭାବରେ ପହଞ୍ଚିଥାନ୍ତି ମଧ୍ୟ। ସେମାନେ କେବେ ବି ହେଲେ ପଛଘୁଞ୍ଚା ଦେଇନଥାନ୍ତି। ସେମାନେ ଯେପର୍ଯ୍ୟନ୍ତ ସେମାନଙ୍କର ସଫଳତା ନ ପାଇଥାନ୍ତି ସେ ପର୍ଯ୍ୟନ୍ତ ସେ ହାର ମାନିନଥାନ୍ତି। କିନ୍ତୁ ଆପଣମାନେ ହାର ମାନି ଯାଇଥାନ୍ତି, ଯାହାଦ୍ୱାରା କି ଆପଣମାନେ ପଛରେ ରହିଯାଇଥାନ୍ତି। ତ ସେଥିପାଇଁ ଯେଉଁମାନେ ରାତିରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ସବୁବେଳେ ଆଗରେ ରହିଥାନ୍ତି। ଏହି ଲୋକମାନେ କିଛି ନା କିଛି ନୂଆ ଶିଖିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି। ଏହି ଲୋକମାନଙ୍କର ସବୁଠୁ ବିଶେଷ କଥା ଏହା ଅଟେ କି ସଙ୍କଟ ଆସିଲେ ନିଜକୁ କମଜୋର ହେବାକୁ ଦିଅନ୍ତି ନାହିଁ। ସବୁଠାରୁ ବଡ଼ କଥାଟି ହେଉଛି ସେମାନଙ୍କ ଉପରେ ଯେତେ ବି ସଙ୍କଟ ଆସୁ, ଯେତେ ବି ଖରାପ ସମୟ ଆସୁ, ସେମାନେ କେବେ ବି ହେଲେ ହାର ମାନନ୍ତି ନାହିଁ। ସେମାନେ କେବେ ବି ହେଲେ ଡରନ୍ତି ନାହିଁ। ସେମାନେ କେବେ ବି ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ। ସେଥିପାଇଁ ସେମାନେ ସବୁବେଳେ ସଫଳତା ହାସଲ କରିଥାନ୍ତି। ଏହି ଲୋକମାନେ ନିଜ କଥା ଦ୍ୱାରା କାହାର ବି ହୃଦୟ ଜିତି ପାରନ୍ତି। ତାଙ୍କୁ ଅନ୍ୟ ଲୋକମାନଙ୍କୁ ଇମ୍ପ୍ରେସ୍ କରିବାରେ ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ। ସାଙ୍ଗମାନେ, ଯଦି ଆପଣମାନେ ରାତିରେ ଜନ୍ମଗ୍ରହଣ କରିଛନ୍ତି ନା, ତାହେଲେ ଆପଣମାନଙ୍କୁ କାହାକୁ ବୁଝେଇବା ପାଇଁ, କାହାକୁ ଇମ୍ପ୍ରେସ୍ କରିବା ପାଇଁ ଅଧିକ ସମୟ ଲାଗିନଥାଏ। ଆପଣମାନେ ଅତି ସହଜରେ, ଅତି ସରଳ ଉପାୟରେ ଆପଣମାନେ ଲୋକମାନଙ୍କୁ ବୁଝେଇ ଦେଇପାରନ୍ତି। ଲୋକମାନେ ଆପଣଙ୍କ କଥା ଶୁଣି ବୁଝି ମଧ୍ୟ ଯାଆନ୍ତି। ଏହି ଲୋକମାନଙ୍କୁ କିଛି ଭୁଲ ନଜର ଆସିଲେ ତେବେ ସେମାନେ ତାଙ୍କ ମୁହଁରେ ହିଁ କହିଦିଅନ୍ତି। ଏହି ଲୋକମାନେ ନ ଡରି କଥାବାର୍ତ୍ତା କରନ୍ତି। ଯେଉଁମାନେ ରାତିରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କ ମୁହଁରେ ଡାଇରେକ୍ଟ କଥାବାର୍ତ୍ତା। ସେମାନଙ୍କ ସାମ୍ନାରେ ଯଦି କିଛି ଖରାପ ହେବାର ସେମାନେ ଦେଖନ୍ତି ତାହେଲେ କେବେ ବି ହେଲେ ସେମାନେ ଚୁପ୍ ବସନ୍ତି ନାହିଁ। ସେମାନେ ଭୁଲର, ଖରାପର ପ୍ରତିବାଦ କରନ୍ତି। ସେଥିପାଇଁ ସେମାନେ ସବୁବେଳ ପାଇଁ ଶ୍ରେଷ୍ଠରେ ରହିଥାନ୍ତି। ତ ସେଥିପାଇଁ ଆପଣମାନେ ନିଶ୍ଚିତ ଭାବରେ ମୋତେ କମେଣ୍ଟରେ ଜଣାଇବେ ଆପଣମାନେ କେତେବେଳେ ଜନ୍ମଗ୍ରହଣ କରିଥିଲେ, ଆପଣମାନଙ୍କର ଜନ୍ମ ହେବାର ସମୟ କେତେ ଥିଲା। ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ ନିଶ୍ଚିତ ଭାବରେ କରିଦେବେ। ଯଦି ଆପଣଙ୍କୁ କିଛି ଶିଖିବା ପାଇଁ ମିଳିଥିବ ତାହେଲେ ନିଶ୍ଚିତ ଭାବରେ ସେୟାରଟିଏ କରିଦେବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।